हेलो एवरीवन, आई एम दमयंती। वेलकम टू माय यूट्यूब चैनल। एवं मुझे आलोचना करी +3 6 सेमिस्टर ओडिया ऑनर्स डीएससी पेपर 3 माटीर मनीष कालिंदी चरण पाणिग्राही। क्वेश्चन नंबर 4। श्याम प्रधानर 51 परिवार मध्य अशांत बीज बपन एकांत सहायकारिणी होइछि। नेत्रमणि पठित माटीर मनीष उपन्यासर अवलंबन आलोचना कर। समय समय देखा जाए शांत परिवार रे अधीन झड़ परी अशांतिर घूर्णि बात्या आरंभ होता है। अनेक लोक अनेकंकु संदेह करती। अशांतिर मूल खोजी खोजी निराश हुअन्ति। अशांतिर समाधान करने को जाई नूतन समस्या सृष्टि करती, किंतु नवागत अढणा तलु नम्र नम्र कमनीय भाव भितरु जे अशांतिर बीज बपन होइथाए ताहा हुए तो सहजरे केही भाभी मध्य पारि नथांती। घर को काली आसीथिबा नुआ बहुटी एभली अशांतिर कारण ताहा हुए तो अनेक लोक विश्वास मध्य करि पारंती नाही, किंतु अविश्वास करिबार कौनसी कारण नथाए। निजर व्यक्तिगत स्वार्थ साधन पाई अविवेकी भावे से परिवारर स्वार्थ प्रति दृष्टि न देई निजर नवविवाहिता स्वामी आगरे नाना अभियोग बाड़ी बसे। नाना मनगढ़ा कथा कही स्वामीर मन को विषाक्त करे। आउ स्वामी बिचरा भावे तार सुंदरी स्त्री को कहीं सही पारु नाहंती। बिना कारण रे से जेपरी लांछित निर्यातित होइछंती, तेणु स्त्रीर पत्र धरी से ठिया हुए। बापा भाई आगरे आपणार अंश पाइबाको दाबी करे। परिणाम प्रति सचेतन न होई स्त्रीर मन रखिबाको चाही भिन्ने हेबाको से जेउ जिद करे, परिणति तार हुए अतीव भयानक। परे हुए तो आपणार भूल को बुझे स्त्री दोष दिए। सेतेबेले स्त्री स्वामी मध्यरे मानसिक संघर्ष आरंभ हो जाए। माटीर मनीष उपन्यास रे छकड़ी और नेत्रमणि एहिपरि दुई अपरिमाणदर्शी चरित्र। घरर सान पुओ बोली छकड़ी थिला अपार स्नेहर अधिकारी। से पुणी सरल निरीह निर्बोध। घरर चिंता तार नथिला। राति अधरे बुली बुली घरे पहुँची जाए, जहा मुठिए खाई सोई पड़ुथिला। किंतु नवविवाहित स्त्री नेत्रमणि एकथा को सही पारिला नाही। नेत्रमणि ठारे अशांतिर सूत्रपात हेला, जार परिणति माटीर मनीष उपन्यास को करिछि अश्रुल, प्राणस्पर्शी और सामाजिक सचेतनशील। जेतेबेले नेत्रमणि आसे प्रधान घर को छकड़ीर हाथ धरी, सेतेबेले तार बड़ जा हारा बो 4टी संतान संततिर जननी। बड़ झियो हारा ओ आउ गोटिए झियो एमानंको से विवाह देइथिला। छकड़ीर बाहागर परे किंतु सान बहु नेत्रमणि बड़ जा झियो बाहागर को भल दृष्टि देखी नाही।
ତା ମନର ବିଷାକ୍ତ ଭାବ କ୍ରମଶଃ ଚହଲି ଉଠିଛି। ନେତ୍ରମଣି ପ୍ରଧାନ ଘରକୁ ଆସିବା ବେଳେ ପାଟିକୁ ବଚନ ବାହାରୁ ନଥିଲା ପାଟିରୁ। ଶାଶୁ ପ୍ରଧାନ ବୁଢ଼ୀ ତାର ଯତ୍ନ ନେବାରେ କେବେ ହେଲେ ହେଳା କରିନାହାନ୍ତି। ସାନ ବୋହୂ ବୋଲି ତାଙ୍କର ତା ପ୍ରତି ଥିଲା ଅସମ୍ଭବ ଦୁର୍ବଳତା। କିନ୍ତୁ ସାନ ବୋହୂ ନେତ୍ରମଣି ଏହାର ସୁଯୋଗ ନେଲା। ଶାଶୁଙ୍କ ମୁହଁ ପାଇଁ ବଡ଼ ଯା ହାରା ବୋଉକୁ ସେ ଖାତିର କଲା ନାହିଁ। ବରଂ ସାନ ଯା ପ୍ରତି ଅତ୍ୟଧିକ ସ୍ନେହ ମମତାକୁ ହାରା ବୋଉ ମଧ୍ୟ ଭଲ ଦୃଷ୍ଟିରେ ଦେଖୁନଥିଲା। ତେଣୁ ଦୁଇ ଯାଙ୍କ ମଧ୍ୟରେ ଶାଶୁ ବଞ୍ଚିଥିବା ବେଳେ ଏକ ପ୍ରକାରର ଶୀତଳ ଯୁଦ୍ଧ ଆରମ୍ଭ ହୋଇଯାଇଥିଲା। ଆଉ ପ୍ରଧାନ ବୁଢ଼ୀ ମରିଗଲା ପରେ ଏହି ସଂଘର୍ଷ ହେଲା ଭୀଷଣ। ଜିରାରୁ ଶିରା ପର୍ଯ୍ୟନ୍ତ ଯାହା ଘଟେ ଛକଡ଼ି ଆଗରେ ନେତ୍ରମଣି ସବୁ କଥା କହେ। ପୁଣି ମନରୁ ମଧ୍ୟ ଲଗାଇ ଅନେକ ସତ ମିଛ କହେ। ଛକଡ଼ି ପ୍ରଥମେ ସ୍ତ୍ରୀ ନେତ୍ରମଣିର କଥାକୁ ବିଶ୍ୱାସ କରୁନଥିଲା। କିନ୍ତୁ କାଳକ୍ରମେ ସେ ସ୍ତ୍ରୀର କଥା ପ୍ରତି କ୍ରମଶଃ ବେଶୀ ଆସକ୍ତ ହୋଇପଡ଼ିଲା। ସ୍ତ୍ରୀର କଥାକୁ ସେ ଅନେକ ସମୟରେ କାଟି ପାରିଲା ନାହିଁ। ଦେବପ୍ରତିମ ଭାଇ ବରଜୁ ଓ ମାତୃପ୍ରବଣା ଭାଉଜ ହାରା ବୋଉ ପ୍ରତି ମନ ତାର ବିଷାକ୍ତ ହେଲା। ନେତ୍ରମଣି ସ୍ୱାମୀର ମନ ଜାଣି ପାଣି ଦେବାକୁ ଲାଗିଲା। ସେ ତାକୁ ମାଇଚିଆ ଭାଇ ସୁଆଗିଆ କହି ଟେହିବାକୁ ଲାଗିଲା। ତାର ଇଚ୍ଛା ସେ ଭିନେ ହେବ। ଏଥିପାଇଁ ଛକଡ଼ିକୁ ପ୍ରତି ମୁହୂର୍ତ୍ତରେ ସେ ବ୍ୟସ୍ତ ଓ ବିବ୍ରତ କରି ପକାଇଲା। ବେଶ୍ ଧୁମଧାମରେ ଜିରାରୁ ଶିରା ପର୍ଯ୍ୟନ୍ତ ଯାହା ଘଟେ ଛକଡ଼ି ଆଗରେ ନେତ୍ରମଣି ସବୁ କଥା କହେ। ପୁଣି ମନରୁ ମଧ୍ୟ ଅଲଗା ଅନେକ ସତ ମିଛ କହେ। ଛକଡ଼ି ପ୍ରଥମେ ସ୍ତ୍ରୀ ନେତ୍ରମଣିର କଥାକୁ ବିଶ୍ୱାସ କରୁନଥିଲା। କିନ୍ତୁ କାଳକ୍ରମେ ସେ ସ୍ତ୍ରୀର କଥା ପ୍ରତି କ୍ରମଶଃ ବେଶୀ ଆସକ୍ତ ହୋଇପଡ଼ିଲା। ସ୍ତ୍ରୀର କଥାକୁ ସେ ଅନେକ ସମୟରେ କାଟି ପାରିଲା ନାହିଁ। ଦେବପ୍ରତିମ ଭାଇ ବରଜୁ ଓ ମାତୃପ୍ରବଣା ଭାଉଜ ହାରା ବୋଉ ପ୍ରତି ମନ ତାର ବିଷାକ୍ତ ହେଲା। ନେତ୍ରମଣି ସ୍ୱାମୀର ମନ ଜାଣି ଦେବାକୁ ଲାଗିଲା। ସେ ତାକୁ ମାଇଚିଆ ଭାଇ ସୁଆଗିଆ କହି ଟେହିବାକୁ ଲାଗିଲା। ତାର ଇଚ୍ଛା ସେ ଭିନେ ହେବ। ଏଥିପାଇଁ ଛକଡ଼ିକୁ ପ୍ରତି ମୁହୂର୍ତ୍ତରେ ସେ ବ୍ୟସ୍ତ ଓ ବିବ୍ରତ କରି ପକାଇଲା। ଇତିହାସରେ ବଡ଼ ଯା ଝିଅ ହାରାର ହେଲା ବାହାଘର। ବର୍ଷରେ ବଡ଼ ଝିଅର ବାହାଘର ହେଲା। ବେଶ୍ ଧୁମଧାମରେ ବାହାଘର ହୋଇଗଲା। କିନ୍ତୁ ନେତ୍ରମଣି ଏତେବେଳେ ଖାପ ଛଡ଼ା ଦେଲା। ଆଳ ଦେଖାଇଲା। ତା ପାଇଁ ଆସିଥିବା ଲୁଗା ତା ମନକୁ ଗଲା ନାହିଁ। ମୋଟାମୋଟି ଭାବେ ହାରା ବୋଉର ମୁରବୀ ପଣିଆକୁ ନେତ୍ରମଣି ଭଲ ଆଖିରେ ଗ୍ରହଣ କରିନାହିଁ। ତାଙ୍କ ବେଶୀ ପିଲା, ତାଙ୍କ ପାଇଁ ଖର୍ଚ୍ଚ ବହୁତ। ଏଥିପାଇଁ ଭିନେ ହେବା ଦରକାର ବୋଲି ନେତ୍ରମଣି ସବୁବେଳେ ଛକଡ଼ିକୁ ଶିଖାଇଛି। ଛକଡ଼ି ଭିନେ ହେବା ପ୍ରସଙ୍ଗ ଏଡ଼ାଇ ଦେବାକୁ ଯେତେବେଳେ ଚାହିଁଛି, ସେତେବେଳେ ନେତ୍ରମଣି ବାପଘରକୁ ପଳାଇବାର ଧମକ ଦେଇଛି। ଫଳରେ ଛକଡ଼ି ନେତ୍ରମଣିର ପୋଷା ମେଣ୍ଢା ପାଲଟି ଯାଇଛି।
ଶ୍ୱଶୁର ଶ୍ୟାମ ପ୍ରଧାନ କିମ୍ବା ଦେଢ଼ଶୁର ବରଜୁ ପ୍ରଧାନର ସ୍ଥାନ ସମ୍ମାନ ବା ଆଦର୍ଶ ପ୍ରତି ନେତ୍ରମଣି ତିଳେ ମାତ୍ର ଧ୍ୟାନ ନ ଦେଇ ଭିନେ ହେଲେ ଭଲରେ ଚଳିବ ଏଥିପାଇଁ ଅନ୍ଧ ହୋଇଯାଇଛି। ଆପଣାର ସ୍ୱାର୍ଥ ପାଇଁ ସେ ପ୍ରଧାନ ପରିବାରର ଇଜ୍ଜତ ମହତକୁ ଚାହିଁ ନାହିଁ। କେବଳ ଏତିକି ନୁହେଁ, ବଡ଼ ଯା ଆଗରେ ଯେ ଯେଉଁ ଉଗ୍ର ସ୍ୱଭାବ ପ୍ରକାଶ କରିଛି ତାହା ନେତ୍ରମଣିର ପ୍ରଚଣ୍ଡ ଖଳ ପ୍ରକୃତିକୁ ହିଁ ସୂଚାଇଥାଏ। ଦେବପ୍ରତିମ ଦେଢ଼ଶୁର ବିରୋଧରେ ମଧ୍ୟ ସେ ଚକଡ଼ିକୁ ନାନା କଥା କହିଛି। ଯେତେବେଳେ ପ୍ରଚଣ୍ଡ ଖଳ ପ୍ରକୃତିକୁ ହିଁ ସୂଚାଇଥାଏ। ଦେବପ୍ରତିମ ଦେଢ଼ଶୁର ବିରୋଧରେ ମଧ୍ୟ ସେ ଚକଡ଼ିକୁ ନାନା କଥା କହିଛି। ଯେତେବେଳେ ପ୍ରଚଣ୍ଡ ଖଳ ପ୍ରକୃତିକୁ ହିଁ ସୂଚାଇଥାଏ। ଦେବପ୍ରତିମ ଦେଢ଼ଶୁର ବିରୋଧରେ ମଧ୍ୟ ସେ ଚକଡ଼ିକୁ ନାନା କଥା କହିଛି। ଯେତେବେଳେ ପ୍ରଚଣ୍ଡ ଖଳ ପ୍ରକୃତିକୁ ହିଁ ସୂଚାଇଥାଏ। ଯେତେବେଳେ ଚକଡ଼ି କିଛି ଭିନେ ହେଲେ ଭାଇ ଘର ଛାଡ଼ି ପଳାଇବ, ସେତେବେଳେ ନେତ୍ରମଣି ଏହାକୁ ବରଜୁର ଏକ ଚାଲ ବୋଲି କହିଛି। ଦୈହିକ ପ୍ରେମରେ ସେ ଚାହିଁଛି ସ୍ୱାମୀର ମନ ବାନ୍ଧି ଆପଣାର ସ୍ୱାର୍ଥ ହାସଲ କରିବ। ତାର ଉଦଣ୍ଡୀ ପ୍ରକୃତି କବଳରୁ ନିରୀହ ଚକଡ଼ି ନିଜକୁ ରକ୍ଷା କରିପାରି ନାହିଁ। ଫଳରେ ଭାଇ ଆଗରେ ସେ ଭିନେ ହେବାର ପ୍ରସଙ୍ଗ ଉତ୍ଥାପିତ କରିଛି। ତାକୁ ଏଥିପାଇଁ ନେତ୍ରମଣି ସାହସ ଯୋଗାଇଛି। ନେତ୍ରମଣି ଲିଙ୍ଗରେ ସ୍ତ୍ରୀ, କିନ୍ତୁ ଧର୍ମରେ ସେ ପୁରୁଷର ସ୍ୱଭାବକୁ ମଧ୍ୟ ଟପି ଯାଇଛି। ଅଶ୍ରାବ୍ୟ ଭାଷାରେ ଗାଳିଗୁଲଜ ଠାରୁ ଆରମ୍ଭ କରି ହୀନ ଚକ୍ରାନ୍ତ ପର୍ଯ୍ୟନ୍ତ ସେ ପଶ୍ଚାତ୍ପଦ ହୋଇନାହିଁ। ଲବକୁଶ ପରି ଦୁଇ ଭାଇଙ୍କ ଭିତରେ ସେ ଏକ ଅଭେଦ୍ୟ ପାଚେରୀ ପରି ଦଣ୍ଡାୟମାନ ହୋଇଛି। ବରଜୁ ଭିନ୍ନ ହୋଇପାରିବ ନାହିଁ। ତେଣୁ ଚକଡ଼ିକୁ ସବୁ ବୁଝାଇ ଦେଇ ସେ ହୋଇଛି ଗୃହତ୍ୟାଗୀ। ପରେ ପରେ ଚକଡ଼ି ଭାଇର ଅନୁପସ୍ଥିତିକୁ ଅନୁଭବ କରିଛି। ସ୍ତ୍ରୀ ବୁଦ୍ଧିରେ ପରିଚାଳିତ ହୋଇଥିବାରୁ ତାର ଭାବାନ୍ତର ଜାତ ହୋଇଛି। କିନ୍ତୁ ନେତ୍ରମଣି ବରଜୁର ଗୃହତ୍ୟାଗ ପରେ ବେଶ୍ ଖୁସି ହୋଇ ଘରଦ୍ୱାର ସଜାଡ଼ିବାରେ ଲାଗିଛି। ଏଥିପାଇଁ ଚକଡ଼ିକୁ ବ୍ୟସ୍ତ କରିଛି। କିନ୍ତୁ ଭାଇ ପାଇଁ ପାଗଳ ଚକଡ଼ି ଏତେବେଳେ ଆଉ ନେତ୍ରମଣିର ଆବଶ୍ୟକତା ସ୍ୱୀକାର କରିନାହିଁ। ଅତଏବ ନେତ୍ରମଣି କିନ୍ତୁ ଭାଇ ପାଇଁ ପାଗଳ ଚକଡ଼ି ଏତେବେଳେ ଆଉ ନେତ୍ରମଣି ବଶ୍ୟତା ସ୍ୱୀକାର କରିନାହିଁ। ଅତଏବ ନେତ୍ରମଣି ଉପନ୍ୟାସର ଅନ୍ତିମ ପର୍ଯ୍ୟାୟରେ ତାର ଖଳ ପ୍ରକୃତି ଓ ଚକ୍ରାନ୍ତରେ ମଧ୍ୟ ସଫଳ ହୋଇ ପାରିନାହିଁ। ସମସାମୟିକ ଭାବେ ସେ ଚକଡ଼ିର ହୃଦୟକୁ ଜୟ କରିଛି। କିନ୍ତୁ ପରିଣତରେ ସେ ଚକଡ଼ି ଦୃଷ୍ଟିରେ ଘୃଣ୍ୟ ହୋଇ ପ୍ରତିପାଦିତ ହୋଇଛି। ଉପନ୍ୟାସରେ ସଂଘର୍ଷର ଦ୍ୱନ୍ଦ୍ୱ ପାଇଁ ନେତ୍ରମଣିର ଭୂମିକା ଅବଶ୍ୟ ସ୍ୱୀକାର୍ଯ୍ୟ। କ୍ୱେଶ୍ଚନ ନମ୍ବର 5, ମାଟିର ମଣିଷ ଉପନ୍ୟାସର ନାମକରଣ ଯଥାର୍ଥତା ବିଚାର କର। ସାଂସାରିକ କ୍ଷେତ୍ରରେ ନାମକରଣର କୌଣସି ଯଥାର୍ଥ ନଥାଏ। ଏ ଜଗତରେ ପଦ୍ମଲୋଚନ ଅନ୍ଧ ହୁଏ। କୁବେର ଦରିଦ୍ରର ଘଷାଘାତରେ ହୁଏ ଜର୍ଜରିତ। ସୌଭାଗ୍ୟବତୀ ବୌଦ୍ଧବର ଯନ୍ତ୍ରଣାରେ ଅଧୀର ହୁଏ। କିନ୍ତୁ ସାହିତ୍ୟରେ ନାମକରଣରେ
ଅହେତୁକତା ଏ ବଳିଷ୍ଠ ଦୃଶ୍ୟ ରୂପେ ଗୃହୀତ ବିଷୟବସ୍ତୁ ଚରିତ୍ର କିମ୍ବା ଉଲ୍ଲେଖନୀୟ ଦୃଷ୍ଟିକୋଣ ଦ୍ୱାରା ଅଭିମନ୍ତ୍ରିତ ହୋଇଥାଏ। ସାହିତ୍ୟିକ ରଚନାର ନାମକରଣ। ଏଠି ନାମକରଣର ଔଚିତ୍ୟ ସର୍ବଦା ବିଚାରକୁ ନିଆଯାଇଥାଏ। ଅବାନ୍ତର କିମ୍ବା ଅପ୍ରାସଙ୍ଗିକ ନାମକରଣ ସାହିତ୍ୟ ରଚନାର ଗୁରୁତ୍ୱ ହ୍ରାସ କରିଦିଏ। ନାମକରଣ ସୃଷ୍ଟିର ଏକ ଆଦିମ ପରମ୍ପରା ଓ ମଣିଷର ବଦ୍ଧ ଶକ୍ତିର ପରିଚାୟକ। ବ୍ୟକ୍ତି, ବସ୍ତୁ, ପ୍ରାଣ, ବୃକ୍ଷ ସମସ୍ତଙ୍କୁ ନାମାନୁକ୍ରମିକ କରି ମଣିଷ ଚିହ୍ନି ଆସିଛି, ବୁଝି ଆସିଛି। ସାହିତ୍ୟ ମଧ୍ୟ ସେହି ଆଦିମ ପ୍ରୟାସର ମଧୁମୟ ଫଳ। ମାତ୍ର ବ୍ୟକ୍ତିର ନାମକରଣ ଓ ସାହିତ୍ୟର ନାମକରଣ ସମପର୍ଯ୍ୟାୟଭୁକ୍ତ ହୋଇ ନ ପାରନ୍ତି। ବ୍ୟକ୍ତିର ନାମ ହିଁ ସଂକେତ, ଯାହାଦ୍ୱାରା ବ୍ୟକ୍ତିକୁ ସମ୍ବୋଧନ କରିହୁଏ, ଯାହା ମୁଖ୍ୟତଃ ଗୁଣଗତ, ବସ୍ତୁଗତ ଭାବେ ସାହିତ୍ୟରେ ରୂପ ପାଇଥାଏ। ବ୍ୟକ୍ତିର ନାମ ସଙ୍ଗରେ ଚରିତ୍ର ସମ୍ପର୍କ ନଥାଏ, କିନ୍ତୁ ସାହିତ୍ୟର ନାମ ସାଙ୍ଗରେ ସାହିତ୍ୟର କଥାବସ୍ତୁ ସମ୍ପୂର୍ଣ୍ଣ ରୂପେ ସଂଶ୍ଳିଷ୍ଟ। ଯେଉଁ ନାମ ମଧ୍ୟ ଦେଇ ସ୍ରଷ୍ଟା ସୃଷ୍ଟିକୁ ଚିହ୍ନାଇଥାଏ, ତାହା ଏ ସମୃଦ୍ଧିର ଚେତନାର ବାହକ। ଔପନ୍ୟାସିକ କାଳିନ୍ଦୀ ଚରଣ ପାଣିଗ୍ରାହୀର ଏକ ଅନନ୍ୟ ସୃଷ୍ଟି ହେଉଛି ମାଟିର ମଣିଷ ଉପନ୍ୟାସ। ଓଡ଼ିଆ ଉପନ୍ୟାସ ଜଗତରେ ଭାବଧର୍ମ ଓ ଶିଳ୍ପକଳା ସାମାଜିକ ଦୃଷ୍ଟିକୋଣରୁ କଥାବସ୍ତୁର ଚିରନ୍ତନତା ପାଇଁ ଏହା ଏକ ସ୍ୱତନ୍ତ୍ର ସ୍ଥାନ। ଉପନ୍ୟାସ ଜଗତରେ ଭାବଧର୍ମ ଓ ଶିଳ୍ପକଳା ସାମାଜିକ ଦୃଷ୍ଟିକୋଣରୁ କଥାବସ୍ତୁର ଚିରନ୍ତନତା ପାଇଁ ଏହା ଏକ ସ୍ୱତନ୍ତ୍ର ସ୍ଥାନର। ଓଡ଼ିଆ ଉପନ୍ୟାସ ଜଗତରେ ଭାବଧର୍ମ ଓ ଶିଳ୍ପକଳା ସାମାଜିକ ଦୃଷ୍ଟିକୋଣରୁ କଥାବସ୍ତୁର ଚିରନ୍ତନତା ପାଇଁ ଏହା ଏକ ସ୍ୱତନ୍ତ୍ର ସ୍ଥାନ ଅଧିକାରୀ। କାଳିନ୍ଦୀ ଚରଣ 5 ଖଣ୍ଡରେ ଉପନ୍ୟାସ ସ୍ରଷ୍ଟା। ଅନେକ ପ୍ରବନ୍ଧ, କବିତା ଓ ଗଳ୍ପର ରଚୟିତା। କିନ୍ତୁ ସମଗ୍ର ଓଡ଼ିଶାର ପୁରପଲ୍ଲୀରେ ତଥା ବିଦେଶରେ ମଧ୍ୟ ସେ କେବଳ ତାଙ୍କର ମାଟିର ମଣିଷ ଉପନ୍ୟାସର ଅନନ୍ୟ ସଫଳତା ପାଇଁ ସୁଖ୍ୟାତି ଅର୍ଜନ କରିଛନ୍ତି। ଲେଖକଙ୍କ ସମଗ୍ର କୃତି ମଧ୍ୟରେ ଏହି ଉପନ୍ୟାସ ଏକ ଅମଳିନ କୃତି। ଏହାର ତୁଳନା କେବଳ ସୁଖ୍ୟାତି ଅର୍ଜନ କରିଛନ୍ତି। ଏହାର ତୁଳନା କେବଳ ଫକୀରମୋହନଙ୍କ 6 ମାଣ 8 ଗୁଣ୍ଠ, ନିତ୍ୟାନନ୍ଦଙ୍କ ହୀରମାଟି ବା ଗୋପୀନାଥ ପରଜା ଉପନ୍ୟାସ କରାଯାଇପାରେ। କିନ୍ତୁ ଉପରୋକ୍ତ ଉପନ୍ୟାସ ତ୍ରୟରେ ଭୂମିକା କୈନ୍ଦ୍ରିକ ଚିନ୍ତାଧାରା ଦେଖାଦେଇଛି। ମାଟିର ମଣିଷ ଉପନ୍ୟାସରେ ତାହା ଏକ ଚେତନା, କିନ୍ତୁ ସାମାଜିକ ଦୃଷ୍ଟିକୋଣରୁ ଏହାର ମୂଲ୍ୟବୋଧ ଅନ୍ୟାନ୍ୟ ଓ ତୁଳନୀୟ। ମାଟିର ମଣିଷ ଉପନ୍ୟାସର ଭାଷା, ଭାବ ଓ ଶୈଳୀ ତାକୁ ମହିମାମଣ୍ଡିତ କରିପାରିଛି। କାବ୍ୟଧର୍ମୀ ଭାଷା ପ୍ରକାଶ ଭଙ୍ଗୀରେ ମାଟିର ମଣିଷ ଯଥାର୍ଥ ରୂପାୟନ ଏହି ଉପନ୍ୟାସକୁ ବେଶ୍ ଜନପ୍ରିୟ କରିପାରିଛି। ଲୋକଚିତ୍ତକୁ ଏହା ସ୍ପର୍ଶ କରିବାରୁ କାଳିନ୍ଦୀ ଚରଣଙ୍କ ଔପନ୍ୟାସିକ ଦୃଷ୍ଟି ଏଠାରେ ବେଶ୍ ସଫଳତା ହାସଲ କରିଛି। ମାଟିର ମଣିଷ ଉପନ୍ୟାସରେ ମାଟିର ମଣିଷର ଜୀବନ କାହାଣୀ ବେଶ୍ ଯଥାର୍ଥ ଓ ପ୍ରାଞ୍ଜଳ ଭାବରେ ବର୍ଣ୍ଣିତ। ପଲ୍ଲୀ ଜୀବନର ସ୍ନିଗ୍ଧ ମଧୁର ଗୁଣ, ତିକ୍ତ ସ୍ୱଭାବ ଏହି ଉପନ୍ୟାସର ଛତ୍ରେ ଛତ୍ରେ ପ୍ରକାଶିତ। ମଣିଷ କେବଳ ମାଟିର ହୋଇପାରେ ନା,
ମାତ୍ର ଜୀବନ ଧର୍ମକୁ ପ୍ରତିପାଳନ କରିବା ପାଇଁ ସେ ମାଟି ସହ ମିଶି କାମ କରେ, ବଞ୍ଚେ। ଯେଉଁ ମଣିଷ ମାଟି ଉପରେ ଜନ୍ମ ନେଇଛି ଓ ଦିନେ ମାଟିରେ ତା'ର ମର କଳେବର ମିଶି ଯାଇଛି, ତା'ର କାହାଣୀ ବର୍ଣ୍ଣନା କରିବାକୁ ଯାଇ ଔପନ୍ୟାସିକ ଏହି ଉପନ୍ୟାସର ନାମକରଣ ମାଟିର ମଣିଷ ଦେବା ବେଶ୍ ଯଥାର୍ଥ ହୋଇପାରିଛି ଏବଂ ନାମକରଣ ଦୃଷ୍ଟିରୁ ଉପନ୍ୟାସ କଥାବସ୍ତୁ ବେଶ୍ ସ୍ୱାଭାବିକତା ରକ୍ଷା କରିପାରିଛି। ଆଲୋଚ୍ୟ ଉପନ୍ୟାସର ଆରମ୍ଭରେ କାଳିନ୍ଦୀ ଚରଣ ଲେଖିଛନ୍ତି, ଦୁନିଆର ହାଟେ କୋଟି ହୀରା ନୀଳା ମଣି ମାଣିକର ତୁଲ, ମାଟିର ପିତୁଳା ଗଢ଼ି ରଖିଦେଲେ କିଏ ପଚାରିବ ମୂଲ। ମାଟିର ମଣିଷ ଉପନ୍ୟାସରେ ଯେଉଁ କେତୋଟି ମାଟିର ପିତୁଳା ବା ଚରିତ୍ରକୁ ଔପନ୍ୟାସିକ ସୃଷ୍ଟି କରିଛନ୍ତି, ସେମାନେ ତାଙ୍କ ଜୀବଦ୍ଦଶାରେ ଆପଣାର ପଲ୍ଲୀକୁ ଭୁଲି ପାରି ନାହାନ୍ତି, ମାଟିର ମହକକୁ ଛାଡ଼ି ପାରି ନାହାନ୍ତି। ସାମ୍ପ୍ରତିକ ସହରୀ ସଭ୍ୟତା ମାଟିର ମଣିଷକୁ କବଳିତ କରିପାରେ ନାହିଁ। ବେଳେ ବେଳେ ସହରୀ ମଣିଷ ପ୍ରତି ତା'ର ଆକର୍ଷଣ ଜନ୍ମିଛି, କିନ୍ତୁ ଏହା ସାମୟିକ। କାଳିମାଟି ବା କଲିକତା ଯିବାର ମୋହ ତା' ମନ ଭିତରେ ଉଙ୍କି ମାରି ପୁଣି ପରିସ୍ଥିତିର ତାଡ଼ନାରେ ବିଲୟ ଘଟିଛି। ସେ ଦେଶ ବିଦେଶ ଯାଇପାରିନି, କିନ୍ତୁ ମାଟି ମାଆର ବୁକୁ ଉପରେ ସିଏ ଯେଉଁ ତୁଙ୍ଗ ଆଦର୍ଶର ପିରାମିଡ୍ ଗଠନ କରିଛି, ତା' ସହରୀ ଜୀବନ ମଣିଷଠାରୁ ଦୁର୍ଲଭ। ତେଣୁ ଚରିତ୍ର ଦୃଷ୍ଟିରୁ ବିଚାର କଲେ ମାଟିର ମଣିଷ ଉପନ୍ୟାସର ନାମକରଣ ତାତ୍ପର୍ଯ୍ୟ ଯେ ନିଶ୍ଚିତ ରହିଛି, ଏକଥା ସ୍ୱୀକାର କରିହୁଏ ନାହିଁ। ବିରୂପା ବାଲି, ପ୍ରଧାନପଡ଼ା ଏସବୁ ମାଟିର ମଣିଷର ଏକାନ୍ତ ଅନ୍ତରଙ୍ଗ। କୌଣସି ଗାଉଁଲି ମଣିଷ ତା'ର ଗାଁ ତଳର ନଈ ଜନ୍ମ ମାଟିକୁ ଭୁଲିପାରେ ନାହିଁ। ତେଣୁ ଏହି ଉପନ୍ୟାସର ପ୍ରତ୍ୟେକ ଚରିତ୍ର ଜନ୍ମ ମାଟିର ଏହି ଅଦମ୍ୟ ମମତାକୁ ଭୁଲିପାରି ନାହାନ୍ତି, ବରଂ ମାଟି ହୋଇ ମିଶିଯିବାର ଘନିଷ୍ଠତା ତାଙ୍କୁ ମାଟିର ପ୍ରିୟ ଭାଜନ କରିଛି। ଅଧିକରୁ ଅଧିକ ସେମାନେ ମାଟିରେ ମିଶି କାମ କଲାବେଳେ ଦିଶନ୍ତି ଏକ ଜନ୍ତୁ ପରି। କାରଣ ଦୁନିଆର ପରିବର୍ତ୍ତନରେ ପଲ୍ଲୀର ମଣିଷ ଅପରିବର୍ତ୍ତନୀୟ, ତା'ର ଗାଁ ଜମି ସବୁକିଛି ଅପରିବର୍ତ୍ତନୀୟ। ଔପନ୍ୟାସିକ ଏ ପ୍ରସଙ୍ଗରେ ଲେଖିଛନ୍ତି, ଝିଲମିଲରେ କେତେ ଗୁଡ଼ାଏ କଳାଜନ୍ତୁ ନଇଁ ପଡ଼ି କ'ଣ କାମରେ ଲାଗିଛନ୍ତି। କେଉଁଠି ପଞ୍ଚାଏ ବଗ, କେଉଁଠି ପଲେ ଶୁଆ ଏ ବିଲରୁ ଉଡ଼ି ସେ ବିଲରେ ପଡ଼ୁଛନ୍ତି, ସେ ବିଲରୁ ଉଠି ଦୂର ଗାଁ ତଳେ ମିଶି ଯାଉଛନ୍ତି। ଏହି ଧାନଗଛ ମୂଳେ ନଇଁ ପଡ଼ିଥିବା କଳା ଜନ୍ତୁଗୁଡ଼ିକର କୁଆଡ଼କୁ ନଜର ନାହିଁ। ସେ ବି ଯେମିତି ଏଇ ବିଲବାରି ଚଢ଼େଇଙ୍କ ପରି। ଏଇ ସୂର୍ଯ୍ୟ ଏଇ ନଇଁ ପଡ଼ିଥିବା କଳା ଜନ୍ତୁଗୁଡ଼ିକର କୁଆଡ଼ୁ ନଜର ନାହିଁ। ସେ ବି ଯେମିତି ଏଇ ବିଲବାଡ଼ି ଚଢ଼େଇଙ୍କ ପରି। ଏଇ ସୂର୍ଯ୍ୟ ଏଇ ଆକାଶ ପରି ତିନିଦିନିଆ ପୁରୁଣା। ଖରା ନାହିଁ, ବର୍ଷା ନାହିଁ, କାକର ନାହିଁ, 12 ମାସ 6 ଋତୁ, 365 ଦିନ ଏହି ଏକା ଭାବରେ ଯେ ଚାଲୁଛନ୍ତି। କାଳ କାଳ ବିତିଗଲା, ଆଜି ଯାଏ ସେ ଦିହ ପାଇଁ ଖଣ୍ଡେ ଅଙ୍ଗି ମିଳିଲା ନାହିଁ। ଘୋଡ଼େଇ ହେବାକୁ 6 ହାତ ଗାମୁଛା 8 ହାତ ହୋଇପାରିଲା ନାହିଁ ଭଲ କରି ଟିକିଏ ପିନ୍ଧିବାକୁ। ସେଥିପାଇଁ ସେ ମଣିଷ ନୁହନ୍ତି, ଜନ୍ତୁ। ଖାଲି ମାଟି ମାଟି ତାଙ୍କ ବେଉଷା। ଜନମଠାରୁ ମରଣ ଯାଏ
ମାଟିରେ ଜନମ ମାଟିରେ ଶୁଆ ଉଠା ବସା, ମାଟିରେ ଘର ମାଟି, ତାଡ଼ିଲେ ପେଟ ପୋଷେ ମାଟିର ମଣିଷ। ମାଟିର ମଣିଷ ଜୀବନରେ ଏଇ କୌଳିକ ବୃତ୍ତି ଏହି ଉପନ୍ୟାସରେ କେଉଁଠି ଭିନ୍ନ ମୋଡ଼ ନେଇନାହିଁ। କଥାବସ୍ତୁର ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଔପନ୍ୟାସିକ ମାଟିର ମଣିଷ ଜୀବନ କାହାଣୀ ସାମାଜିକ ପ୍ରବାହ, ନୀତିଗତ ଆଦର୍ଶ, ସଂଘର୍ଷ, ଦ୍ୱନ୍ଦ୍ୱକୁ ଏକ ସରଳ ରେଖାରେ ଟାଣି ନେଇଛନ୍ତି। ସହରୀ ଜୀବନ ପରି ମାଟିର ପ୍ରକୃତିର ଜୀବନ ଚିର ସଂଘର୍ଷପୂର୍ଣ୍ଣ ନୁହେଁ। ଅଭାବ ଅନାଟନ ତାର ଚିରସାଥୀ। ଏଥିପାଇଁ ସେ ବ୍ୟସ୍ତ ବ୍ୟାକୁଳ ନୁହେଁ। ମାଟି ମାଆର ଦୟା ପାଇଁ ତାର ବ୍ୟାକୁଳତା। ଏଣୁ ଏହି ଉପନ୍ୟାସର ଶ୍ୟାମପ୍ରଧାନ, ବୁଢ଼ୀ ବରଜୁ, ଛକଡ଼ି ବା ହରି ମିଶ୍ରେ ସମସ୍ତେ ଏଇ ମାଟି ମା ପାଇଁ ପାଗଳ। ବରଜୁର ଆଦର୍ଶ ସହରୀ ମଣିଷର ପଙ୍ଗୁ ପ୍ରବଞ୍ଚକ ଆଦର୍ଶ ନୁହେଁ। ଭାଇ ପ୍ରତି ଏକ ମାଟି ମଣିଷର ଅକୁହା ସରାଗ, ଅପୂର୍ବ କୋହ ଏଥିରେ ମିଶି ରହିଛି। ଦୁଇ ଭାଇଙ୍କର ସାମାନ୍ୟ ମନୋମାଳିନ୍ୟତାରୁ, ଦୁଇ ଯାଙ୍କର ସାମାନ୍ୟ କଳି ତକରାଳରୁ ଏହି ଉପନ୍ୟାସରେ ଯେଉଁ ସଂଘର୍ଷ ସୂତ୍ରପାତ ହୋଇଛି, ଉପନ୍ୟାସର ପରିଣତିରେ ତାହା ଦୁଇ ଯାଙ୍କର ସାମାନ୍ୟ କଳି ତକରାଳରୁ ଏହି ଉପନ୍ୟାସରେ ଯେଉଁ ସଂଘର୍ଷ ସୂତ୍ରପାତ ହୋଇଛି, ଉପନ୍ୟାସର ପରିଣତିରେ ତାହା ବେଶ୍ ସ୍ୱାଭାବିକ ଭାବେ ସମାହିତ ହୋଇଯାଇଛି। କିନ୍ତୁ କୌଣସିଠାରେ ମାଟି ପ୍ରତି ବୀତସ୍ପୃହ ହୋଇନାହିଁ। ମାଟିର ମଣିଷ ଉପନ୍ୟାସର ଚରିତ୍ର, ସଂଘର୍ଷ, ଦ୍ୱନ୍ଦ୍ୱ ବା କଳି ତାର ବ୍ୟକ୍ତିଗତ, ଆଉ ସେ ସାର୍ବଜନୀନ। ଏଇ ଯେଉଁ ଉପନ୍ୟାସ କଥାକୁ ଆଖି ଆଗରେ ରଖି ଔପନ୍ୟାସିକ ମାଟିର ମଣିଷ ଉପନ୍ୟାସ ରଚନା କରିଥିଲେ, ତାହାକୁ ସେ ସଫଳ କରିପାରନ୍ତି ଚରିତ୍ର, କଥାବସ୍ତୁ ଓ ଭାବାଦର୍ଶ ଦୃଷ୍ଟିରୁ। ତେଣୁ ଏସବୁରେ ମାଟିର ମଣିଷ ଉପନ୍ୟାସର ନାମକରଣ ଅପୂର୍ବ ସାର୍ଥକ ନିହିତ। ମାଟିର ମଣିଷ, ମାଟି ପ୍ରତି ସଞ୍ଜାତ ମୋହ ଚିରନ୍ତନ। ସେହି ମୋହ ଅଦ୍ୟାବଧି ମଧ୍ୟ ସମାଜରେ କିଛି କମ୍ ନୁହେଁ। ତେଣୁ ପ୍ରଭାବ ଦୃଷ୍ଟିରୁ ମଧ୍ୟ ମାଟିର ମଣିଷ ଉପନ୍ୟାସରେ ନାମକରଣରେ ଆସିଛି ଚରମ ସଫଳତା। କ୍ୱେଶ୍ଚନ ନମ୍ବର 6 ମାଟିର ମଣିଷ ଏକ ସାମାଜିକ ଉପନ୍ୟାସ କିପରି ଆଲୋଚନା କର। ସମାଜର ସମସାମୟିକ ଚିତ୍ର ସାହିତ୍ୟରେ ପ୍ରତିଫଳିତ ହୋଇଥାଏ। ସାହିତ୍ୟ ଭିତର ଦେଇ ସମାଜ ଯେପରି ଅନାବିଳ ଭାବେ ପ୍ରତିଫଳିତ ହୁଏ, ତାହା ଅନ୍ୟ କୌଣସିଥିରେ ସେପରି ହେବା ସମ୍ଭବ ନୁହେଁ। ସାହିତ୍ୟରେ ସମ୍ପୃକ୍ତ ସାମାଜିକ, ରାଜନୈତିକ, ଆଧ୍ୟାତ୍ମିକ ଆଦି ଚେତନାର ଉତ୍ଥାନ ପତନ ଜନିତ ଚିତ୍ର ଉଦ୍ଭାସିତ ହୋଇ ଉଠିଥାଏ। ସାରଳା ଦାସଙ୍କଠାରୁ ଅଦ୍ୟାବଧି ଯେଉଁ ସବୁ ସାହିତ୍ୟ ଆମ ଓଡ଼ିଆ ଭାଷାରେ ସୃଷ୍ଟି ହୋଇଛି, ପ୍ରାୟତଃ ସବୁଥିରେ ସମକାଳୀନ ସମାଜର ଚିତ୍ର ଅଳ୍ପ ବହୁତେ ଅନୁଭବ ହୁଏ। ସମାଜକୁ ଛାଡ଼ି ସାହିତ୍ୟ କରାଇ ନପାରେ। କାରଣ ସମାଜ ବ୍ୟକ୍ତିକୁ ନେଇ ଓ ସାହିତ୍ୟ ବ୍ୟକ୍ତି ପାଇଁ। ଯେତେବେଳେ ବ୍ୟକ୍ତି ନାମକ ବସ୍ତୁ ଏହି ଦୁଇଟି ଜଗତ ସହିତ ସମ୍ପର୍କିତ, ସେତେବେଳେ ସାହିତ୍ୟ ଓ ସମାଜ ଓତପ୍ରୋତ ଭାବରେ ସମ୍ପର୍କିତ ବୋଲି କୁହାଯାଇପାରେ। ସାହିତ୍ୟିକ ଚିନ୍ତା ଚେତନା ସମସାମୟିକ ସମାଜ ଦ୍ୱାରା ବହୁ ଭାବରେ ନିୟନ୍ତ୍ରିତ ହୋଇଥାଏ। କାରଣ ସେ ସମାଜରେ ଜଣେ ସଚେତନ ଶିଳ୍ପୀ ବ୍ୟକ୍ତି।
ବ୍ୟକ୍ତି ସମାଜର ଦଶ ଦୃଷ୍ଟି ଜୀବନ ଠାରୁ ଆଦର୍ଶ ପ୍ରାଣୀ ପର୍ଯ୍ୟନ୍ତ ସବୁ ତାର ଏହି ସାମ୍ୟରେଖା ମଧ୍ୟରେ ଆବଦ୍ଧ ଥାନ୍ତି। ଏଣୁ ସାହିତ୍ୟ ମଧ୍ୟରେ ତାର ଏହି ଦୃଷ୍ଟି ପ୍ରତିଫଳିତ ହୁଏ ଓ ସମାଜ ତାର ଜ୍ଞାତସାରରେ ହେଉଥିବା ଏବଂ ଅଜ୍ଞାତସାରରେ ହେଉ ତାର ସାହିତ୍ୟ ମଧ୍ୟକୁ ଚାଲି ଆସେ। ଉପନ୍ୟାସିକ କାଳିନ୍ଦୀ ଚରଣ ଆମ ସାମ୍ପ୍ରତିକ ସମାଜରେ ଜଣେ ଦିବ୍ୟଦ୍ରଷ୍ଟା। ମଣିଷ ଏକ ସୁସ୍ଥ ସାମାଜିକ ଆଦର୍ଶ ପ୍ରତିଷ୍ଠା ପାଇଁ ଭାଇ ବନ୍ଧୁ ଘେନି ଚଳିବ ହିଁ ଚଳିବ। ଭାଇ ବନ୍ଧୁଙ୍କ ସହ ସେ ଯେପରି ବ୍ୟବହାର କରିବ ଓ ଯେପରି ଚଳିବ, ସମାଜ ସେହି ଅନୁସାରେ ପ୍ରଭାବିତ ହେବ, ଆଉ ସମାଜ ତାକୁ ମଧ୍ୟ ସେହିପରି ଦୃଷ୍ଟିରେ ଦେଖିବ। ସମାଜରେ ଏପରି ବ୍ୟକ୍ତିର ସ୍ଥାନ ଅନନ୍ୟ। ସେ ସାମାଜିକ ଆଦର୍ଶର ସଫଳ ଭାବମୂର୍ତ୍ତି। ପୁଣି ଏଭଳି ବ୍ୟକ୍ତି ସମାଜର ଏକ ଆଦର୍ଶ ସୃଷ୍ଟି ପାଇଁ ଭାତୃଭାବ, ମୈତ୍ରୀପଣ ଓ ଏକାନ୍ନବର୍ତ୍ତୀ ପରିବାରର ଉପରେ ଜୋର ଦେଲାବେଳେ ସେ ସମାଜରେ ଥିବା ଦୁଷ୍ଟ ପ୍ରକୃତିର ବ୍ୟକ୍ତି ହରିମିଶ୍ର, ନେତ୍ରମଣି, ଚନ୍ଦରା, ଶିଆଳ ଆଦି ଚରିତ୍ରମାନେ ତାହା ଭଣ୍ଡୁର କରିବାର ପ୍ରୟାସ କରିଛନ୍ତି। ଯେହେତୁ ଆଦର୍ଶ ସବୁ ସମୟରେ ଏପରି ଦ୍ୱନ୍ଦ୍ୱ ସଂଘର୍ଷର ସମ୍ମୁଖୀନ ହୁଏ, ସେହେତୁ ମାଟିର ମଣିଷ ଉପନ୍ୟାସରେ ହରିମିଶ୍ରେ ନେତ୍ରମଣିଙ୍କ ଚକ୍ରାନ୍ତ ହୋଇଛି ସ୍ୱାଗତଯୋଗ୍ୟ। ସମାଜ ଜୀବନରୁ କାଳିମା ପୋଛିବା ପାଇଁ ମାଟିର ମଣିଷ ଉପନ୍ୟାସର ଶ୍ୟାମ ପ୍ରଧାନ ଓ ତାର ପୁଅ ବରଜୁ ପ୍ରଧାନ ନିଃସ୍ୱାର୍ଥପର ଭାବେ ଉଦ୍ୟମ କରିଛନ୍ତି। ହରିମିଶ୍ରେ ଉଭୟଙ୍କୁ ପରୋକ୍ଷରେ ବାଧା ଦେଇଛି। ଶ୍ୟାମ ପ୍ରଧାନର ମୃତ୍ୟୁ ପରେ ବରଜୁ ପ୍ରଧାନ ବାପାର ଆଦର୍ଶକୁ ପାଥେୟ କରି ସମାଜରେ ଐକ୍ୟ ଭାବ ସୃଷ୍ଟି କରିବାକୁ ଗଭୀର ଭାବେ ପ୍ରୟାସ ହୋଇଛି। ସେ ବୁଝିଛି ସମ୍ମିଳିତ ଜୀବନର ସ୍ୱାର୍ଥ ସ୍ୱାଚ୍ଛନ୍ଦ୍ୟକୁ, ମାତ୍ର ହରିମିଶ୍ର ସଂଗଠିତ ଜୀବନ ପ୍ରବାହକୁ ଆପଣାର ସ୍ୱାର୍ଥ ବିରୋଧୀ ବୋଲି ମନେକରି ତାହାକୁ ଖଣ୍ଡ ବିଖଣ୍ଡିତ କରିଦେବାର ପ୍ରୟାସ କରିଛି। କିନ୍ତୁ ଉପନ୍ୟାସର ଚରମ ପରିଣତିରେ ବରଜୁ ପ୍ରଧାନର ଅଖଣ୍ଡ ପରିବାରର କଳ୍ପନା, ଗ୍ରାମ୍ୟ ଜୀବନର ପରସ୍ପର ମଧ୍ୟରେ ସୌହାର୍ଦ୍ଦ୍ୟ ସ୍ଥାପନ ପ୍ରଚେଷ୍ଟା ଫଳବତୀ ହୋଇଛି। ମାଟିର ମଣିଷ ଉପନ୍ୟାସର ରଚନା କାଳ ସହରୀ ସଭ୍ୟତାର ଉନ୍ମେଷ କାଳରେ ଘଟିଛି। ଏତେବେଳେ ଭାରତ ପରାଧୀନତାର ଅନ୍ଧ ବନ୍ଧନରେ ଉତ୍କଳ ଗ୍ରାମ୍ୟ ଅର୍ଥନୀତିର ଅବସ୍ଥା ଅତୀବ ଶୋଚନୀୟ। ମଣିଷ ପେଟ ପୋଷିବା ପାଇଁ ଗାଁ ହଳିଆ ଛାଡ଼ି ସହର ଅଭିମୁଖେ ଅଭିଯାତ୍ରା ସାଜିଥାଏ। ଓଡ଼ିଆମାନେ ମଧ୍ୟ କ୍ରମଶଃ କଲିକତା, ରେଙ୍ଗୁନ, ଆସାମ ଆଦି ଆକର୍ଷଣକୁ ଏଡ଼ାଇ ନପାରି ପେଟ ପୋଷିବା ପାଇଁ ସେଠାକୁ ଧାଡ଼ି ବାନ୍ଧିଛନ୍ତି। ଓଡ଼ିଶାର ଗ୍ରାମ୍ୟ ଯୁବକ ପାଇଁ ଏହା ଏକ ମହା ଆକର୍ଷଣରେ ପରିଣତ ହୋଇଥାଏ। କଲିକତା ଯାଇ ଅର୍ଥ ଉପାର୍ଜନ କରିବା ପାଇଁ ଓଡ଼ିଆ ଗ୍ରାମ୍ୟ ଯୁବକ ନିଜକୁ ଉନ୍ମାଦ କରିଥାଏ। ବରଜୁ ପ୍ରଧାନର ଭାଇ ଛକଡ଼ି ଏହି ଆକର୍ଷଣରେ ଟାଣି ହୋଇଛନ୍ତି। ଗ୍ରାମ୍ୟ ଯୁବକଙ୍କ ଦ୍ୱାରା ପ୍ରଭାବିତ ହୋଇ ସେ ଚାହିଁଛି କଲିକତା ଯାଇ ଅର୍ଥ ଉପାର୍ଜନ କରିବ। କିନ୍ତୁ ଶ୍ୟାମ ପ୍ରଧାନ ଭାଇ ବରଜୁ ତାକୁ ବାଧା ଦେଇଛନ୍ତି। ସେମାନେ ତାକୁ କହିଛନ୍ତି ଯେ ମାଟି ମାଆର ମୋହ ଛାଡ଼ି ଅନ୍ୟତ୍ର ଯାଇ ଅର୍ଥ ଉପାର୍ଜନ କରିବା ଠିକ୍ ହେବ ନାହିଁ। ଏଥିରେ ଛକଡ଼ିର ମନ ମରିଯାଇଛି। କିନ୍ତୁ ସହରୀ ଜୀବନର ଏହି ଆକର୍ଷଣ ଯେ ଆମର ପଲ୍ଲୀ ଜୀବନକୁ କ୍ରମଶଃ ବିପର୍ଯ୍ୟସ୍ତ କରିବା ଆରମ୍ଭ କରିଦେଇଥିଲା,
ଯାହା ମାଟିର ମଣିଷ ଉପନ୍ୟାସରେ ସ୍ପଷ୍ଟ ଭାବେ ପ୍ରତିପାଦିତ ହୋଇଛି। ଅତୀତ ସମାଜର କୌଳିକ ବୃତ୍ତିକୁ ମଣିଷ ମନେ କରୁଥିଲା ମହାନ ଓ ଆପଣାର ପରମ ଧର୍ମ ବୋଲି। ତେଲିର ପୁଅ ତେଲ ପେଡ଼ିବ, ବୈଶ୍ୟର ପୁଅ ବ୍ୟବସାୟ କରିବ, ତନ୍ତୀର ପୁଅ ଲୁଗା ବୁଣିବ ଓ ଚାଷୀର ପୁଅ ଚାଷ କରିବ। ଏହିପରି ବୃତ୍ତିଗତ ବ୍ୟବସାୟ ଆମର ଉତ୍କଳୀୟ ସମାଜରେ ପ୍ରଚଳିତ ଥିଲା। ମାତ୍ର କାଳକ୍ରମେ ଏହି କୌଳିକ ବୃତ୍ତି ବିଲୟ ଘଟିଛି। ଇଂରାଜୀ ଶିକ୍ଷା ଓ ସଭ୍ୟତା ରହି କୌଳିକ ବୃତ୍ତି ମୂଳରେ କୁଠାରାଘାତ କରିଛି। ଯିଏ 2 ଅକ୍ଷର ପାଠ ପଢ଼ିଲା ସେ ବାହାରିଲା ଚାକିରି କରି। ଆଜିର ମଣିଷ ଜୀବନ ଚାକିରି ସର୍ବସ୍ୱ ଓ ଅର୍ଥ ସର୍ବସ୍ୱ ହୋଇଯାଇଛି। ବରଜୁ ପ୍ରଧାନ ଚାକିରି କରିଥିଲା। ଚାଷ ପ୍ରତି ଦିଟି ତାର ଆକର୍ଷଣ ବି କମ୍ ନୁହେଁ। ତଥାପି ସେ ଚାକିରିକୁ ନାପସନ୍ଦ କରିଛି। ବୈଶ୍ୟ ବାପାର ପ୍ରରୋଚନାରେ ସେ ଚାକିରି ଛାଡ଼ିଛି। ମାଟିର ମଣିଷ ଉପନ୍ୟାସରେ ପ୍ରଦତ୍ତ ଉତ୍କଳୀୟ ସମାଜରେ ତତ୍କାଳରେ ଯେ ଚାକିରି ପ୍ରତି ମଣିଷଙ୍କର ଏକ ସ୍ୱାଭାବିକ ଦୁର୍ବଳତା ଦେଖାଇ ଦେବା ଆରମ୍ଭ ହୋଇଥିଲା, ଏକଥା ସ୍ୱୀକାର କରାଯାଇ ନପାରେ। ସରକାରୀ ଚାକିରି ପ୍ରତି ସେତେବେଳେ ଅଧିକ ସାମାଜିକ ପ୍ରତିଷ୍ଠା ଆରୋପ କରାଯାଇ ପାରିବାରୁ ଗ୍ରାମ୍ୟ ବୃତ୍ତିଗୁଡ଼ିକର ମୋହନୀୟ ଓ ପ୍ରାଚୀନ ପରମ୍ପରା କ୍ରମଶଃ ଭାଙ୍ଗି ପଡ଼ିଥିଲା। ଲୋକଙ୍କର ସେତେବେଳେ ଧାରଣା ଥିଲା ସରକାରୀ ଚାକିରିରେ ଭର୍ତ୍ତି ହେଲେ ଏକ ସ୍ୱତନ୍ତ୍ର ଶ୍ରେଣୀଭୁକ୍ତ ହେବ ମଣିଷ, ଆଉ ତତ୍ ସହିତ ତାର ଆର୍ଥିକ ସ୍ୱଚ୍ଛଳତା ମଧ୍ୟ ଘଟିବ। ଲୋକଙ୍କ ମନରେ ଏକ ବଦ୍ଧମୂଳ ଧାରଣା କର୍ମ ପ୍ରତ୍ୟୟ ସୃଷ୍ଟି କରି ନାହିଁ। ଏହା ସମାଜକୁ ଏକ ଭିନ୍ନ ମୋଡ଼ ଦେଇଛି କହିଲେ ଅତ୍ୟୁକ୍ତି ହେବ ନାହିଁ। ମାଟିର ମଣିଷ ଉପନ୍ୟାସରେ ସକଳ ଗ୍ରାମ୍ୟ ଜୀବନର ଚିତ୍ର ବେଶ୍ ହୃଦୟସ୍ପର୍ଶୀ ହୋଇଛି। ଗ୍ରାମ୍ୟ ଜୀବନ ଉପରେ ଔପନ୍ୟାସିକ ଫକୀରମୋହନ ଯେଉଁ ଟିକିନିକି ବିବରଣୀ ପ୍ରଦାନ କରିଛନ୍ତି, କାଳିନ୍ଦୀ ଚରଣ ଏଠାରେ ତାର ଅନୁସରଣ କରିଛନ୍ତି ମାତ୍ର। ତାଙ୍କ ଲେଖାରେ ଫକୀରମୋହନୀୟ ଶୈଳୀ ଅନୁଭୂତ ହୁଏ ନାହିଁ ସତ୍ୟ, କିନ୍ତୁ ବର୍ଣ୍ଣନାର ବିକାଶ ଫକୀରମୋହନଙ୍କ ବର୍ଣ୍ଣନାର ଅନୁରୂପ ବୋଲି ବୋଧ ହୁଏ। ମାଟିର ମଣିଷ ଉପନ୍ୟାସରେ ପଲ୍ଲୀ ପ୍ରକୃତି ଓ ଗ୍ରାମର ବର୍ଣ୍ଣନା କ୍ରମରେ ପଧାନପଡ଼ାର ଯେଉଁ ବର୍ଣ୍ଣନା ଔପନ୍ୟାସିକ ଦେଇଛନ୍ତି, ତାହା ପାଠ କଲାବେଳେ ମାନସପଟରେ ପଧାନପଡ଼ାର ଚିତ୍ର ସ୍ୱତଃ ଉଦ୍ଭାସିତ ହୋଇ ଉଠିବା ପରି ବୋଧ ହୁଏ। ପଲ୍ଲୀବାସୀଙ୍କର ସରଳ ବିଶ୍ୱାସ, ଧର୍ମ ପ୍ରତି ଅନ୍ଧାନୁଭବ, ପରଶିକ୍ଷାଜନିତ ଜୀବନ ଦର୍ଶନ, ସାମାଜିକ ନ୍ୟାୟ ପାଇଁ ଅନ୍ୟାୟକୁ ସହି ନେବାର ପ୍ରବୃତ୍ତି ଆଦି ଘଟଣାମାନ ମାଟିର ମଣିଷ ଉପନ୍ୟାସର ଅନ୍ୟତମ ସାମାଜିକ ଚେତନା। ଏହିପରି ଭାବରେ ଔପନ୍ୟାସିକ କାଳିନ୍ଦୀ ଚରଣ ମାଟିର ମଣିଷ ଉପନ୍ୟାସରେ ଗ୍ରାମ୍ୟ ସମାଜର ନିଖୁଣ ଚିତ୍ର ପ୍ରଦାନ କରି ଆଲୋଚ୍ୟ ଉପନ୍ୟାସକୁ ଏକ ସଫଳ ସାମାଜିକ ଉପନ୍ୟାସ ହେବାର ଗୌରବରେ ମଣ୍ଡିତ କରିଛନ୍ତି। ଆଜିର ଆଲୋଚନା ଏତିକିରେ ସମାପ୍ତ କରୁଛି। ପରବର୍ତ୍ତୀ ଭିଡ଼ିଓରେ ଅନ୍ୟ ଲଘୁ କୋଶ୍ଚିନ୍ ଗୁଡ଼ିକ ଆଲୋଚନା କରିବି। ନମସ୍କାର।